ମୋ ନାଁ ଅମ୍ଳାନ ଦାସ। ମୁଁ ସ୍ୱୟଂଭୁ ଆଶା ଡେ କେୟାର ଏକାଡେମୀ ଜଣେ ମେମ୍ବର। ଫେଷ୍ଟିଭାଲ ହେଉଛି ଆଜ୍ଞା। ପିଲା କମ୍ପିଟିସନ ଏବଂ କେତେ ପିଲା ଭାଗ ନେଇଥିଲେ? ଆମର ପାଖାପାଖି 150 ଉପରେ ପିଲା ପାର୍ଟିସିପେଟ୍ କରିଛନ୍ତି ଏ ପ୍ରୋଗ୍ରାମରେ, ଷ୍ଟେଟ୍ ଲେବୁଲ୍ ପ୍ରୋଗ୍ରାମରେ। ମେନଲି ପ୍ରୋଗ୍ରାମ ହେଉଛି ଡ୍ରଇଂ, ତାପରେ ଡ୍ୟାନ୍ସ ମିନ୍ସ ଓଡ଼ିଶୀ, ସମ୍ବଲପୁରୀ ଏବଂ ଆପଣଙ୍କର ମଡ଼ର୍ଣ୍ଣ ଡ୍ୟାନ୍ସ। ଆଉ ତା ଛଡ଼ା ରହୁଛି ଆମର ର୍ୟାମ୍ପ ୱାକ୍ ରହିଛି। ତା ଛଡ଼ା ଆଉ ଗୋଟେ ରହୁଛି ଆମର ସିଙ୍ଗିଂ ଆଣ୍ଡ ଇନଷ୍ଟ୍ରୁମେଣ୍ଟ ଯେଉଁ ମ୍ୟୁଜିକ୍ ଇନଷ୍ଟ୍ରୁମେଣ୍ଟ ବି ରହୁଛି। ଏଇଗୁଡ଼ା ସବୁ ପ୍ରୋଗ୍ରାମ ଆମର ରହିଛି। କେତେଟା ଜିଲ୍ଲାର ପିଲା? ପାଖାପାଖି 5-6ଟି ଜିଲ୍ଲାରେ ଆମର ଆସିଲେ ଆମେ ନୂଆ ଆରମ୍ଭ କରୁଛୁ, ଏଇ 2 ବର୍ଷ ହେବ ଆରମ୍ଭ କରୁଛୁ। ଉଦ୍ଦେଶ୍ୟ ହେଉଛି ଆମର ଯେଉଁ ଓଡ଼ିଆ ସଂସ୍କୃତି ଯେଉଁ ଅଛି, ଖାଲି ଆମେ ମଡ଼ର୍ଣ୍ଣ ଇଏକୁ ତ ଦେଖିବୁନି। ପାଠପଢ଼ା ତ ଚାଲିଛି, ବଟ୍ ପିଲା ଆନୁଷଙ୍ଗିକ ଆଉ କ'ଣ ଶିଖୁଛନ୍ତି ତା ସହିତ। ତ ଆଜିକାଲି ପାଠପଢ଼ା ଯେତିକି ଜରୁରୀ, ତା ସହିତ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଯେମିତିକି ମାନେ ଡ୍ୟାନ୍ସ ହେଲା କି ଆପଣଙ୍କର ମ୍ୟୁଜିକ୍ ହେଲା କି ସିଙ୍ଗିଂ ହେଲା, ଏସବୁ ଜିନିଷ ହେଉଛି କ'ଣ ନା ଆମର ଗୋଟେ ଆମର ଯେଉଁ ବୌଦ୍ଧିକ ପରିଚୟ ଯେଉଁ ଦେଉଛି, ସେଇଟା ହେଉଛି ମେନ୍ ଜିନିଷ ଆମର। ଆମେ ଚାହୁଁଛୁ ଯେ ପିଲା ଖାଲି ପାଠପଢ଼ାରେ ଉନ୍ନତି ନ କରନ୍ତୁ, ତା ଛଡ଼ା ସାଂସ୍କୃତିକ ଯେଉଁ ଆମର ଓଡ଼ିଆ ସଂସ୍କୃତି ଯେଉଁ ଅଛି, ଆମର ଯେଉଁ ଭାରତ ବର୍ଷର ଯେଉଁ ସଂସ୍କୃତି ଅଛି, ତା ବିଷୟରେ ବି ସେମାନେ ଜାଣନ୍ତୁ। ଆମର ଓଡ଼ିଶୀ ଡ୍ୟାନ୍ସ ହେଲା କି ଯେଉଁ ଚିତ୍ରାଙ୍କନ ହେଲା କିମ୍ବା ଆମର ଯେଉଁ ଭ୍ୟାରିୟସ୍ ପ୍ରୋଗ୍ରାମ୍ ଯେଉଁ କରାହେଉଛି, ସବୁ ଡ୍ୟାନ୍ସ ପ୍ରୋଗ୍ରାମ୍ ସବୁ କରାହେଉଛି, ତା ଦ୍ୱାରା ଆମେ ଜଣାଇବାକୁ ଚାହୁଁଛୁ, ପିଲାମାନଙ୍କୁ ଉଦ୍ବୁଦ୍ଧ କରିବାକୁ ଚାହୁଁଛୁ ଯେ ଆମ ଭାରତବର୍ଷର ସଂସ୍କୃତି କ'ଣ। ସେଇଥିପାଇଁ ଆମେ ଏଇ ପ୍ରୋଗ୍ରାମ୍ ସବୁ କରୁଛୁ। ତ ଦ୍ୟାଟ୍ ଖାଲି ଆମ ଅଣ୍ଡରରେ ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି ସେମାନେ ନୁହେଁ, ବରଂ ସବୁ ପ୍ରାନ୍ତରୁ ଆସୁଛନ୍ତି ଯେଉଁ ପିଲାମାନେ ଆସୁଛନ୍ତି, ସେମାନେ ବି ଏଇଠି ତାଙ୍କର ପ୍ରଦର୍ଶନ କରିପାରିବେ କ'ଣ ଡ୍ୟାନ୍ସ ସେମାନେ ଶିଖିଛନ୍ତି। ତାଦ୍ୱାରା ଲୋକମାନେ ବି ଜାଣିବେ ଯେ ଖାଲି ଓଡ଼ିଆ ଯେ ଖାଲି ଇଂଲିଶ ଶିଖିକି କି ହିନ୍ଦୀ ଶିଖିକି ଆମେ ପାଠ ପଢ଼ୁ କି ଆମେ ଉପର ଲେବଲକୁ ଯାଉଛୁ। ବୟସ ସୀମା କିଛି ରହିଛି? ହଁ, ବୟସ ସୀମା ଆମର 3-4 ବର୍ଷର ଛୋଟ ପିଲାଙ୍କଠୁ ଆରମ୍ଭ କରିକି ଅପ୍ ଟୁ କଲେଜ ଲେବୁଲ୍ ପିଲା ବି ପାର୍ଟିସିପେଟ୍ କରିପାରିବେ। ଇଭେନ୍ ତାଠୁ ଅଧିକା ଲେବଲ୍ ଯେଉଁମାନେ ମାଆ ମାନେ ବି ଅଛନ୍ତି, ସେମାନେ ବି ପାର୍ଟିସିପେଟ୍ କରିପାରିବେ।